ସିନା ଅଜ୍ଞାତ ବନବାସରେ ଥିଲେ ପ୍ରଭୁ ସବୁବେଳେ ସବୁ ସମୟ ତାଙ୍କ ପାଖରେ ଥାନ୍ତି। ସେଇ କେବଳ ଜାଣନ୍ତି, କାରଣ ଧର୍ମ ପାଖରେ ପହଞ୍ଚିଗଲେ ଅନେକ ଅଧର୍ମର ସମ୍ମୁଖୀନ ହବାକୁ ପଡ଼ିବ। ଆମ ଜୀବନ ସାରା ଛୋଟବେଳୁ ଅଭ୍ୟାସ ଅଛି ଗୁରୁଙ୍କୁ ଜାଣିବା, ଗୁରୁ ଉପରେ ମନ ରଖିବା, ଗୁରୁକୁ ଆପଣା ଭଳି ନୟନ ରଖିବା, ଅକାମନା କର୍ମ ଫଳ ଭୋଗ ବଜାଇବା। ମତେ ବର୍ଷ ଜମା 7-8 ବର୍ଷ ମୋ ପାଖରେ ମୋ ବୋଉ ଆସିଛି, ମୋ ବୋଉ ଅଛି। କାଲି ମଞ୍ଚରେ ମୋ ବୋଉର ପୂଜା ଅର୍ଚ୍ଚନା କରିବି, କାରଣ ଦିନେ ବିଶ୍ୱ ସମ୍ମିଳନୀ ହେଉଥିଲା ଭୁବନେଶ୍ୱରରେ। ସେଇଠି ମୋ ବୋଉର ପୂଜା ଅର୍ଚ୍ଚନା କରିଥିଲି। କାହିଁକି ନା ମାତୃଶକ୍ତି ସବୁବେଳେ ଆଗରେ। ଘରକୁ ଗଲେ ମୋ ବୋଉର ପୂଜା କରେ। ପିଲାମାନେ ଆମର ପୁରା ଘରେ ଏକ ପ୍ରାଣ। ବଡ଼ ଭାଇ ଭାଉଜ ଆସିଛନ୍ତି, ସମସ୍ତେ ଅତିରୁ ଅତି ମାତ୍ରା ଭଲ ପାଆନ୍ତି। କାହିଁକି ସେ ଆଉ ଅନ୍ୟ ତାকে ଜାଣିନାହାନ୍ତି, ଜାଣିଛି ଆତ୍ମୀୟତା। ତେଣୁ ଭଲ ପାଇବା, ସମସ୍ତେ ସମସ୍ତେ ଭଲ ପାଇବା ଏବଂ ଦୈବୀ ଭାବନା ରହିବା। ଏ କଟକ କ୍ଷେତ୍ରର ସତ୍ୟତା ହେଉଛି କଟକଟି ମାନେ ଅର୍ଜୁନଙ୍କର ଅଣ୍ଟା କଟକଟି ଦରଜ ହଉଛି। ସେଇଠି କହିଲେ ଭଗବାନ କହିଲେ ସର୍ବଭୂତ ଏକ ଆତ୍ମା, କେହି ବା ଜାଣନ୍ତିନି ଆତ୍ମା ସର୍ବମୟ ହତ ବା ହାତାକାରୀ ନୁହଁ ଜନଜୟ। ହେ ଅର୍ଜୁନ, କେହି ହାଣୁନାହାନ୍ତି ନା କେହି ହଣାଉନାହାନ୍ତି। ସେଇ ଦର୍ଶନ କରିଦେଲେ ପ୍ରଭୁ ଅର୍ଜୁନ। ଅର୍ଜୁନ ସେଇଠି ବସି ଯାଇଥିଲେ, କହିଲେ ତୋରି ପାଇଁ ଇଏ ହବ ବାସ୍ତବ କଟକ। ଏଇ କଟକରେ କଣ ହବ ନା ଗଙ୍ଗା, ଯମୁନା, ସରସ୍ୱତୀ ଏଇ କ୍ଷେତ୍ରରେ ଦେଖିବେ ମାଳବ ଦେଶରୁ ମହାନଦୀର ଉତ୍ପତ୍ତି। କୋଉ ଜାଗାରେ କଟକ କ୍ଷେତ୍ର ବିଖ୍ୟାତ ନାହିଁ, କୋଉ ଜାଗାରେ କଟକ ମାନେ ସହରକୁ ସ୍ପର୍ଶ କରି ଯାଇନାହିଁ। ବିଭିନ୍ନ ନଦୀ, ଝରଣା, ଜଙ୍ଗଲ, ପାହାଡ଼ ଦେଇ ଆସିଛନ୍ତି, କିନ୍ତୁ ଏଇ କଟକ ନଗରୀ ଯେମିତି ଛୁଇଁଛି ନଦୀକୁ ସେମିତି କୋଉ ଜାଗାରେ ନାହାନ୍ତି। ତାପରେ ଯାଇଛନ୍ତି ସମୁଦ୍ର ପର୍ଯ୍ୟନ୍ତ, କିନ୍ତୁ କଟକ ନଗର ନଗର ଭିତରେ 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 ଯାଇଛି। ଏଇ କଟକ ନଗର ଏଇ କ୍ଷେତ୍ରରେ ଦିନେ ମହାନ ତୀର୍ଥ ହବ, ବାରିଣୀ ତୀର୍ଥ ହବ, ମହାନଦୀ ସମ୍ମାନିତ ହେବେ ଏବଂ ଚାରିଯୁଗର ଭକ୍ତମାନେ ଏକତ୍ରିତ ହେବେ। ଯୋବରାରୁ ମହା ଅଭିଯାନ ଆରମ୍ଭ ହବ ଗଡ଼ଗଡ଼ିଆ ପର୍ଯ୍ୟନ୍ତ, ଗଡ଼ଗଡ଼ିଆ ଯୋବରା ପର୍ଯ୍ୟନ୍ତ। ଚାରିଦିଗ ଲୋକ ସେଠାରେ ଆସି ହୋଇବେ ରୁଣ୍ଡ, ଚାରିଦିଗ ଭକ୍ତ ସେଠାରେ ଆସି ହୋଇବେ ରୁଣ୍ଡ, କରୁଥିବେ ସେଠାରେ ପ୍ରଭୁ ଜଗୁନାୟକ, ଲୀଳା କରୁଥିବେ ସେଠାରେ ପ୍ରଭୁ ଜଗୁନାୟକ। ଚାରିଦିଗର ଲୋକମାନେ ଏକତ୍ରିତ ହେବେ, ଯତ ଚାରିଦିଗର ଭକ୍ତମାନେ ଆସିବେ। ନିମନ୍ତ୍ରଣ କାହା କରାଯିବନି, ସମସ୍ତେ ଆଦେଶ ପାଇ ଆସିବେ। ଚାରିଦିଗ ଲୋକ ସେଠାରେ ଆସି ହୋଇଗଲୁ କଟକ ନଗରୀ କମ୍ପିବ ଭକ୍ତ ଆସିବେ। ଯାଇ ବର୍ତ୍ତମାନ ନିମନ୍ତ୍ରଣ କରାଯାଏ, ବର୍ତ୍ତମାନ ସ୍ୱତଃ ଆସି ପହଞ୍ଚିବେ। କଳିର ଅନ୍ତିମ ସମୟରେ ବାହାର ଦେଶର ଶତ୍ରୁମାନେ ଆକ୍ରମଣ କରି କାହିଁକି ଏଠି ଆସିବେ ନା ଏଇ ଜାଗାରେ ଯେଉଁ ସ୍ଥାନରେ କୃଷ୍ଣ ଯୋଗେଶ୍ୱର ମହାପ୍ରଭୁ ଯୁଦ୍ଧରେ ଯୋଗମାୟା ଥିଲେ, ଯୋଗେଶ୍ୱର ଥିଲେ, ପାଣ୍ଡବ ସହ ଥିଲେ, କୁରୁକ୍ଷେତ୍ର ଥିଲେ। ଏଇ କ୍ଷେତ୍ରରେ କଳିର ଅନ୍ତିମ ତାହା ହିଁ ଘଟିବ। ବାହାର ଦେଶର ଶତ୍ରୁମାନେ ଆକ୍ରମଣ କରି ସେଇଠି ପହଞ୍ଚିବେ। ଏ ଗଡ଼ଗଡ଼ିଆରୁ ଯୋବରା ପର୍ଯ୍ୟନ୍ତ ସମର ହବ। ଶେଷରେ କଣ ହବ ନା ତାଙ୍କର ମନ୍ତ୍ର ଅସ୍ତ୍ର, ତାଙ୍କର ପରମାଣୁସ୍ତ୍ର, ଭକ୍ତମାନଙ୍କର ମନ୍ତ୍ର ଅସ୍ତ୍ର, ଭକ୍ତଙ୍କ ସହିତ ଠାକୁର ଥିବେ, ନିଜେ ଅନନ୍ତ କେଶରୀ ଥିବେ। ମା ଗଙ୍ଗା ଦେବୀ ତାଙ୍କୁ ନିବେଦନ କରିବେ। ଗଙ୍ଗାଙ୍କ ଉପରେ ଅଗ୍ନି ଆବାହନ, ଅଗ୍ନି ଗଙ୍ଗାଙ୍କ ଉପରେ ଆବାହନ ସେତେବେଳେ ବିଷ୍ଣୁ ଜଳଯଜ୍ଞ କରିବେ ଆନନ୍ଦ।